କିଟ୍ର ଯେଉଁ ଘଟଣାଟା ହେଇଛି, ଯାହା ଆମେ ନ୍ୟୁଜ୍ରୁ ବା ପେପରରୁ ସବୁ ପଢ଼ୁଛୁ ଯେ ଝିଅଟି ତାର କୌଣସି ବ୍ୟକ୍ତିଗତ କାରଣରୁ ହଉ ବା କ'ଣ ପାଇଁ ହଉ ସେ ସୁଇସାଇଡ୍ କରିଛି। ଆଉ ତାକୁ ନେଇକି ବର୍ତ୍ତମାନ ଜାତୀୟ ସ୍ତରରେ ଆନ୍ତର୍ଜାତୀୟ ସ୍ତରରେ ଗୋଟେ ବଡ଼ ଦୂର ହଙ୍ଗାମା ଚାଲିଛି। ଆଉ କିଟ୍ ଭଳି ଶିକ୍ଷାନୁଷ୍ଠାନ ଯେଉଁଠିକି ହଜାର ହଜାର ପିଲା ସେ କିସ୍ ନାଁରେ ମଧ୍ୟ ବହୁତ ଆଦିବାସୀ ହରିଜନ ପିଲାଙ୍କୁ ନେଇକି ସେ 20-30 ହଜାର ପିଲାଙ୍କୁ ମୁକ୍ତରେ ମାନେ ନିଃଶୁଳ୍କ ପାଠ୍ୟକ୍ରମ ପାଠ ପଢ଼ାଉଛନ୍ତି, ତାଙ୍କୁ ବିଭିନ୍ନ ସରକାରୀ ସ୍ତରରେ ତାଙ୍କୁ ପ୍ଲେସମେଣ୍ଟ କରାଯାଉଛି। ସେଭଳି ସଂସ୍ଥାକୁ ବା ଏଇ ଯେଉଁ ଶିକ୍ଷାନୁଷ୍ଠାନକୁ ଏମିତି ବଦନାମ କରିବାଟା କେବେ ଠିକ୍ ହେଉନି। ଆଉ ଆମେ ଯାହା ଜାଣିବାକୁ ପାଉଛୁ କିଛି ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କୁ ବଦନାମ କରିବା ପାଇଁ ଏସବୁ ଚାଲିଛି। ଯାହା ବି ହେଲେ ବି ଆମ ଦେଶକୁ ଆମର ଏଇ ଯେଉଁ ରାଜ୍ୟକୁ ଏଭଳି ଅପମାନ ଏମିତି କରିବା ଉଚିତ ନୁହେଁ। ଆଉ ବର୍ତ୍ତମାନ ଯେଭଳି ଭାବରେ ନ୍ୟୁଜ୍ ଅଛି ଯେ ବର୍ତ୍ତମାନ ଆମର ଇଣ୍ଡିଆ ନେପାଳ ଭିତରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ସେମାନଙ୍କର। ବର୍ତ୍ତମାନ କିନ୍ତୁ ଆମ ରାଜ୍ୟର ଯାହା ମୁଖ୍ୟମନ୍ତ୍ରୀ ତାକୁ ଗୋଟେ ସମାଧାନର ବାଟ ଆଣିଛନ୍ତି। ଆଉ ବର୍ତ୍ତମାନ ପିଲାମାନଙ୍କୁ ପୁଣି କିଟ୍ର ପ୍ରତିଷ୍ଠାତା ସେ ମଧ୍ୟ ପିଲାମାନଙ୍କୁ ସବୁ ନେପାଳୀ ପିଲାମାନଙ୍କୁ ତାଙ୍କୁ ଆହ୍ୱାନ କରିଛନ୍ତି ଯେ ସମସ୍ତେ ଆସିକି ପୁଣି ପୂର୍ବ ଭାବରେ ଏଠି ପାଠ୍ୟକ୍ରମରେ ଭାଗ ନିଅନ୍ତୁ। ଅଚ୍ୟୁତ ସାମନ୍ତକୁ ଟାର୍ଗେଟ କରାଉଛି ଯେହେତୁ ସେ ଆଗରୁ ତ ଜଣେ ଶିକ୍ଷାବିତ୍ ଥିଲେ, ପରେ ଯେତେବେଳେ ସେ ରାଜନୈତିକ ଦିଗକୁ ସେ ଆସିଲେ, ବିଜେଡିରେ ଜଏନ୍ କଲେ, ତେଣୁ ନିଶ୍ଚିତ ଭାବରେ କିଛି ତାଙ୍କର ବିରୋଧୀ ଗୋଷ୍ଠୀ ରହିଛନ୍ତି, ଅଲଗା ରାଜନୈତିକ ଦଳ ମଧ୍ୟ ରହିଛନ୍ତି। ସେମାନେ ଟାର୍ଗେଟ କରିବା ସ୍ୱାଭାବିକ, ଯେହେତୁ ଗୋଟେ ଘଟଣାଟି ଘଟିଯାଇଛି। ଏଇଟାକୁ ନେଇକି ଛୋଟିଆ ଘଟଣା ହେଇପାରେ, ବଡ଼ ଘଟଣା ହେଇପାରେ, ବା କ'ଣ ହେଇଛି ତା ଭିତରେ ତ ଆମେ କିଛି ଜାଣିନୁ। ଆଉ କିନ୍ତୁ ଅଚ୍ୟୁତ ସାମନ୍ତକୁ ଡାଇରେକ୍ଟଲି ଯେଉଁ ଇନଭଲ୍ଭ କରିବା ଏ ଘଟଣାରେ ଏଇଟା ଠିକ୍ ହଉନି।